লীଳାର ନିମନ୍ତେ ବିଜୟ ରତ୍ନ ସିଂହାସନ କଥାଟା କାହିଁକି ଆଣିଥିଲି ନା ଜ୍ଞାନର ମୂଳ ଜୀବରେ ଦୟା ବାପା ଟିକେ ଦର୍ଶନ ଦେବି ଭାଗବତର ଗୋଟାଏ ପଦ ଆଜ୍ଞା ବାପା ଆଉ ତମ ପୁଅ ତମକୁ ଦୟା କରୁଛି ଏବେ ମୋ ପୁଅ ମତେ ଦୟା କରୁଛି ମୋ ଝିଅ ମତେ ଦୟା କରୁଛି ମୋ ସ୍ତ୍ରୀ ମତେ ଦୟା କରୁଛି କହୁଛି ଯେତେ କଲ ଆଉଛି ଛାଡ଼ ନାହିଁ ତମେ ପଛାଅ ମର କିନ୍ତୁ ଆମର ପଇସା ଦରକାର ଭୁଲ ଆଜ୍ଞା ଭୁଲ ବାପାକୁ 70 ବର୍ଷ ହେଲାନି ବାପା ଯଦି ବିଲୁକୁ ଟିକେ ନ ଯାଆନ୍ତି ଟିକେ ପରିବା ବେଳେ ବହୁ କହୁଛି ମାରିଦେବି ତମକୁ ଯାଅ ଭଲ କରିବା ଅଚ୍ୟୁତାନନ୍ଦ ସେଇଥିପାଇଁ କଲେ ମଣିଷ ପାଖରୁ ପ୍ରଥମେ ଦୟା କମିଯିବ ଦୟା ନ କରିବ ବାପା ପୁଅ ଥରେ ଜାଣ ଦୟା ନ କରିବେ ଗୁରୁ ଭାଇ ଭାଇରେ ଦୟା জ্ঞানর মূল বীজ জীবের দয়া ভজনর মূল নিশ্চল ভক্তির মূল নির্মায় তেমন জগন্নাথ দাস সেইপাই কহিলে কଣ কহিলে জীবরে থিব দয়া ভব জীবটি স্বয়ং বাসুদেব সেইপাই গোটাଏ ପଦ କଲେ କାହିଁକି ଆପଣଙ୍କ ପୁଅକୁ ଏବେ ଡରୁଛନ୍ତି ବହୁକୁ ଡରୁଛନ୍ତି ଜାତିକୁ ଡରୁଛନ୍ତି ନା ନାଇଁ ଆଚ୍ଛା ଆପଣ ପଦ କହିଲେ ସଂସାର ଭିତରେ ଆପଣ କି ମାନିବେ କାହିଁକି ବାପାର ନାମ କଣ ଡାଡି ଡାଡି ଇଂଲିଶ ରେ କଣ କହୁଥିବେ ବାପାର ନାମ ପିତା ଜଗନ୍ନାଥ କୋଉ କାଠରେ ତିଆରି ଟୁକୁନା ଭାଇ ପିତା କାଠରେ ସେ ପୁଣି ଟୁକୁନା ଆରେ ଜଗନ୍ନାଥ ନାମ କଣ ହୁଏ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ଯଦି ସ୍ୱାମୀର ନାମ କଣ ବାପା ବାପାର ନାମ କଣ ପିତା ଏତେ କାଠ ଥିଲା ତମେ ପିତା କାଠରେ କାହିଁ ତିଆରି ହେଲ ଟିକେ ଦେଖନ୍ତୁ ଦର୍ଶନଟା ମୁଁ କେମିତି ଦେଇଛି ଭାଗବତରେ ଜଗନ୍ନାଥ ଦାସ କହିଲେ ବାପା ଆପଣ ଯଦି ଆପଣ ମତେ ଡରିଲେ ମୁଁ ଆପଣଙ୍କ ପୁଅ ଯଦି ମତେ ଆପଣ ଡରିଲେ ତାହେଲେ ମୁଁ କ୍ଷତିଟା କାହାର ଆଜ୍ଞା ମାନେ ବିଚାର କରନ୍ତୁ ଯଦି ଆପଣ ମତେ ଡରିଲେ ବା ମୁଁ ମୋ ପୁଅକୁ ଡରିଲି କ୍ଷତିଟା କାହାର ହବ ଜଗନ୍ନାଥ ଦାସ କହିଲେ ଯାହାକୁ ଦେଖି ପ୍ରାଣୀ ଡରେ ଅଳପ ଦିନେ ସିଏ ଡରେ ଆପଣ ଯାହାକୁ ଦେଖିକି ଡରିଲେ ଯାହାକୁ ଭୟ କଲେ ସେ ଲୋକଟା ଅଳ୍ପ ଦିନେ ମରିବ ବୋଲି ଭାଗବତରେ ଲେଖା ହେଇଛି ଯାହାକୁ ଦେଖି ପ୍ରାଣୀ ଡରେ ଅଳ୍ପ ଦିନେ ସିଏ ମରେ କାହିଁକି ନା ନିର୍ଲଜ ହେଲେ ଯେଉଁ ଡରେ ଖାଇଲା ବେଳଠୁ ମୋ ଧନ ଚୁପ୍ ହୋଇ ବହିକିନା ଆଉ ଯେ ନିର୍ମାୟା ନିର୍ଦ୍ଦୟ ଭାବ ରହିବ ସହିବା ଲୋକଟା ସବୁବେଳେ ବଡ ବାପା କହିବା ଲୋକ ସଂସାର ବଡ ତେଣୁକରି ଜ୍ଞାନୀ ବାପା ଯାହା ହଉ ଏ ସୁନ୍ଦର ଭଜନ ମଧନ ନେଇଛନ୍ତି ଭଜମନ ନାମ ବ୍ରହ୍ମ ସାରପଟକୁ ଦେବ ଜୀବନ ନୁହେଁ ତାର ଦର୍ଶନ କଣ ଭଜମନ ନାମ ବ୍ରହ୍ମ ଖାଲି ଶରୀରରେ ବ୍ରହ୍ମ କୋଉଠି ନାମ କୋଉଠି ତାକୁ ଆଗ ଦେଖିବ ତାପରେ ବୁଝିବା ଠାକୁର କଣ କହିଲେ ତାଲୁକା ସନ୍ଧିରେ ବ୍ରହ୍ମ ମନ୍ଦିର
ପବନ ରାଗବ ଚନ୍ଦ୍ର ସୂର୍ଯ୍ୟ ରାଗବ ଗୁରୁ ଶିଷ୍ୟ ତତ୍ତ୍ୱ ସେ ସ୍ଥାନକୁ ନାସି ସନ୍ଥ କବି କହିଲେ ବ୍ରହ୍ମ ଯେଉଁଠାରେ ବ୍ରହ୍ମ ଅଛି ଦେବସ୍ଥ ନାହିଁ କିଛି ଆଜ୍ଞା ମଧୁ ଦାସ କହିଲେ ତାଲୁକା ସନ୍ଧିରେ ବ୍ରହ୍ମ ମନ୍ଦିର ଏଠି ଠାକୁର କହିଲେ ଦଶରଥ ଦାସ କହିଲେ ପବନ ନଗମେ ଚନ୍ଦ୍ର ସୂର୍ଯ୍ୟ ନଗମନ୍ତି ଆଜ୍ଞା ଗୁରୁ ଶିଷ୍ୟ ଯନ୍ତ୍ର ମୋର ସେ ସ୍ଥାନକୁ ପୂଜାବ୍ରତ ତୀର୍ଥ ଯୋଗେ ତ୍ରିଗୁଣ ବାହାର ବ୍ରହ୍ମା ବିଷ୍ଣୁ ମହେଶକୁ ରହିଲା ଯଦି ତାକୁ ବଦଳେଇଲାଣି ଆଜ୍ଞା ଆମେ କଣ ଜାଣିଛୁ ଯଦି ବ୍ରହ୍ମା ବିଷ୍ଣୁ ମହେଶକୁ ଜାଣିପାରିଲେନି ଆମେ ଆଜ୍ଞା କରିବା ସେ ତ ସୃଷ୍ଟିର କର୍ତ୍ତା ସିଏ ବୁଝିପାରୁନା ଆଚ୍ଛା ଆମେ କେମିତି ବୁଝିବାରେ ସେଥିପାଇଁ କହିଲେ ବ୍ରହ୍ମ ଅର୍ଥ ଏ ଶରୀରରେ କୋଣ ଅଛି କାମ କରୁଛି ନାସାଗ୍ରେ ଯିବା ଆସିବା କରୁଛି ମୋ ଧନ ପଦରେ ଯାଉଛି ବାହାର ଆସୁଛି ବାହାର ବଢିଆ କଥାଟେ ମୁଁ ଗାଇବା ଗଛ କହିଲେ 11 ମିଶି 24 ଯାଉଛି ବାହାର ଆସୁଛି ବାହାର ଆଜ୍ଞା 12 ଦିନ କେତେଲା 24 ଆଜ୍ଞା ମୁଁ କେମିତି କହୁଛି 22 ଆଜ୍ଞା 11 ମିଶିକି 22 କିନ୍ତୁ 11 ମିଶିକି 24 କେମିତି କିରେ କେମିତି ଆରେ ମୁଁ ଏ କଥା କହୁଛି କି ନା ଆରେ ମୁଁ ଏ କଥା କହୁଛି ନା ଠାକୁର କହିଲେ 11 ମିଶି 24 ଆଜ୍ଞା 11 ମିଶି 24 ଲେଉଟାଇ ଦେଲେ 42 ଇଏ ଗୋଟା 11 ଯାଉଛି 12 11 କଣ କିରେ 22 ଆରେ ଯାଉଛି 10 ପହଞ୍ଚି 12 10 କେତେ ହେଲା 22 ଧନ ସେଇ କଥା କହୁଥିଲେ ଏ ବାଲାସୁର ବେଳେ ସରେ ପୁରଙ୍କ ରେଚକ କୁମ୍ଭକ ଆଜ୍ଞା ଚେପ କଟିଗଲା ବେଶ କିନ୍ତୁ ଏ ଗଣ୍ଡିଟା ଧୁକୁ ଧୁକୁ ବେକ କଟିଲା ବାକି ବଞ୍ଚିବ ନା ଗଣ୍ଡିଟା ବଞ୍ଚିଦବ ଧୁକୁ ଧୁକୁ ବେଶ ଆରେ ଛେଳି ମୁଣ୍ଡ କଟିଗଲା ଛେଳି ଗଣ୍ଡିଟା ଧର 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 ତାପରେ କେମିତି ଧର ଧର ହେଲା ରେ ବେକ ତ କଟି ଯାଇଛି ଆଜ୍ଞା ଧର ଧର କେମିତି ହେଲା କେମିତି ବେକ କଟିଗଲେ ଆଜ୍ଞା ଜଣେ ମରିଯିବନି ସେ ବଞ୍ଚିବ ତାହେଲେ ଜଣେ ବେକ କଟିଗଲା ଜଣେ ତାକୁ ନଗେଇକି ବଞ୍ଚେଇଦେଲା ଆଚ୍ଛା ସେ କିଏ ଆମ ହାଇଟେକ୍ ମେଡିକାଲ ସେପାଇରେଟି ଏଇସି ନା ଆଗରେ ନା ପଛରେ ହାଇଟେକ୍ ମେଡିକାଲରେ ଆଜ୍ଞା ଆମେ ଯାଇକି ବେକୁ କାଟିକି ଆଉ ଗୋଟେ ଟେବୁଲରେ ଥୋଇଦେବା 5 ଘଣ୍ଟା ପରେ ଆଉ ସେ ବେକୁ କାଟି ନଗେଇଲେ ସାର ବଞ୍ଚେଇଦେବେ ବଞ୍ଚେଇଦେବେ ଆମ ଯନ୍ତ୍ରପାତି ପ୍ଲାଷ୍ଟିକ ସର୍ଜରୀ ଡାକ୍ତର ପ୍ରଥମ ଡାକ୍ତର କିଏ ଆମ ଭଗବାନ ଶଙ୍କର ଗଣେଶଙ୍କ ବେକ କଟିଗଲା ଆଜ୍ଞା ସେ ମୁଣ୍ଡକୁ କିଏ ନେଇ ପଳେଇଲା ବୁଢୀ ଯେମିତି କାନ୍ଦିଲା ଶିବ କହିଲେ ରହିଥା ମୁଁ ବଞ୍ଚେଇବି ଆଜ୍ଞା ଗୋଟେ ହାତୀ ମୁଣ୍ଡ କଟା ହେଇକି ଆଇଲା ତା ଦେହରେ ଶିବ ବଞ୍ଚେଇ ନଗେଇକି ବଞ୍ଚେଇଦେଲେ ତାହେଲେ ପ୍ଲାଷ୍ଟିକ ସର୍ଜରୀ ଆଜିର ବିଜ୍ଞାନ ଏ ସରକାର କଥାରୁ ଶିଖିଲା ଆଜିର ବିଜ୍ଞାନ ପ୍ଲାଷ୍ଟିକ ସର୍ଜରୀ ପ୍ଲାଷ୍ଟିକ ସର୍ଜରୀଟା ଭଗବାନ ଶଙ୍କର କଲେ ଜ୍ଞାନୀ ବାପା ଆମର ମୂଳ ଜୀବନ ଦୟା ତା ଭିତରେ ଗୋଟେ ବ୍ରହ୍ମ ଅଛି ନାମ କରନ୍ତି ନାସାଗ୍ରେ ଆଜ୍ଞା 11 ମିଶି 24 ଲେଉଟାଇ ଦେଲେ 42 11 ମିଶି 22 କଣ ଆଜ୍ଞା ଯାଉଛି 10 ପହଞ୍ଚି 12 କେତେ ହେଲା 22 ରେ ଗୋଟେ ପଦ ବୋଲିଲେ ବି ଗୋଟେ ମହାପଦ ଆଜ୍ଞା ମୁଁ କହିବି ନା ଅନନ୍ତ ଦାସ କଲେ 50ଟା ଠାକୁର 22 କା ବଛ ଖୋଲା ବଜ୍ର କିଳଣି ଶିଶୁ ଅନନ୍ତ କହିଲେ କଣ କହିଲେ 22 ପାବତ କଲା ବଜ୍ର କିଳଣି କିଳିଲା ବେତ ଛନ୍ଦ ଛନ୍ଦ କଲା ଆଉ 22 ପାଦ କେମିତି ତତ୍ତ୍ୱଟା କଣ ଆଜ୍ଞା ଶରୀରରେ କଣ ନାଭି କେତେ ଅକ୍ଷର 10 ଦଢନ ତଥ ଦଢନ ପାଉଖ ଭୂତଜରେ କେତେ ଅକ୍ଷର 12 କଖ ଗଖ ଛ ଛ ଛ ଛ ନିୟଟ ଅଙ୍କ 12 କେତେ ହେଲା 22 ତେଣୁ ଅନନ୍ତ ଦାସ କଣ କହିଲେ 22 ପାବତ କଲା ବଜ୍ର କିଳଣି କିଳିଲା ବେତ ଛନ୍ଦ ଛନ୍ଦ କଲା କିଳିଲା ବେତ କଣ ଶ୍ୟାମ ଯଦୁ ଅଥର ଛନ୍ଦ ଛନ୍ଦ କଲା କିଳିଲା ବୁଦ୍ଧିର ଧର ବୁଦ୍ଧିର ଧର
ବକୁଣା ଉପରେ ବ୍ରହ୍ମ ମନ୍ଦିର ଭାଇ ତ ମତେ ପ୍ରଶ୍ନ ପଚାରିଦେଲେ ଦେଖ ମା କେବେ କହୁନା ତାଙ୍କ ଉପରୁ ରାଗିଗଲେ ପ୍ରଶ୍ନ ପଚାରୁଛ ଆମ ଗାଁ ଛୁଆ ଭାଇ ଭାଉଜ ରାଗିଗଲେ ତ ଭାଉଜ ଛୁଆଟା କ୍ଷୀର ଖାଉଛି କୋଉପଟେ ପାଟି ବାଟେ ଯଦି ତଣ୍ଟିରେ ଲାଗିଲା ବାହାରି ପଡୁଛି କୋଉପଟେ ନାକ ବାଟେ ପାଟିରେ ଖାଉଥିଲା ନାକ ବାଟେ କେମିତି ବାହାରିଲା କି ପୁରା ବକୁଳା ନାଳ ସେଠି ତାମାନେ ତ ନାକ ବାଟେ କ୍ଷୀର ବାହାରିବ ଭାଉଜ ଆପଣ ପୁଅ ଝିଅ କେଇଟା ତମର ପୁଅ ଝିଅ କେଇଟା ବା ପୁଅ ଝିଅ ଅଛନ୍ତି ଟି ଆରେ ଅଛନ୍ତି ଟି ପୁଅ ଝିଅ କ୍ଷୀର ଖାଉଥିବ କି ନା ଡବା କ୍ଷୀର ଦେଇଛ ପପୁ ବୋତଲ ସେତେବେଳେ ତ ମା କ୍ଷୀର ଦଉଛି ଆଉ ତମର ପପୁ ବୋତଲ ତାହେଲେ ମା କଣ କରେ ମୁଣ୍ଡକୁ ବାଡ଼େଇ ଦେବେ ମାନେ ମୋ ପୁଅ ତଣ୍ଟିରେ ଲାଗି ଆଡେ ପିଟି ଦଉଛି ଆଇକି ଗୋଟେ ବାଟ ଅଛି ସେଥିପାଇଁ ଠାକୁର କହିଲେ ପପୁ ନା ବୁଦ୍ଧିରେ ଧର ମନ ବୁଦ୍ଧିରେ ଧର ପପୁ ନାଳ ଉପରେ ଅଛି ବ୍ରହ୍ମ ବକୁଣାର ଉପରେ ବ୍ରହ୍ମ ମନ୍ଦିର ଅଛି ସେଥିପାଇଁ ବାଇଆ ବାବା କଣ କହିଲେ ଦେହ କେବଳ ପୁଅ ନା